ଓମ୍ ଶାନ୍ତି। 10 ଡିସେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ଚାରିଟି ବିଗିନ୍ସ ଆଟ୍ ହୋମ୍, ଅର୍ଥାତ୍ ପୁଣ୍ୟକର୍ମ ପ୍ରଥମେ ନିଜ ଘରୁ ଆରମ୍ଭ ହୁଏ। ସେଥିପାଇଁ ପ୍ରଥମେ ନିଜେ ଆତ୍ମ ଅଭିମାନୀ ହେବା ପାଇଁ ପରିଶ୍ରମ କର, ତାପରେ ଅନ୍ୟମାନଙ୍କୁ କୁହ। ନିଜକୁ ଆତ୍ମା ମନେକରି ଆତ୍ମାମାନଙ୍କୁ ଜ୍ଞାନ ଶୁଣାଅ, ତେବେ ଜ୍ଞାନ ତରବାରୀରେ ଧାର ଆସିଯିବ। ଚାରିଟି ବିଗିନ୍ସ ଆଟ୍ ହୋମ୍, ଅର୍ଥାତ୍ ପୁଣ୍ୟକର୍ମ ପ୍ରଥମେ ନିଜ ଘରୁ ଆରମ୍ଭ ହୁଏ। ସେଥିପାଇଁ ପ୍ରଥମେ ନିଜେ ଆତ୍ମ ଅଭିମାନୀ ହେବା ପାଇଁ ପରିଶ୍ରମ କର, ତାପରେ ଅନ୍ୟମାନଙ୍କୁ କୁହ। ନିଜକୁ ଆତ୍ମା ମନେକରି ଆତ୍ମାମାନଙ୍କୁ ଜ୍ଞାନ ଶୁଣାଅ, ତେବେ ଜ୍ଞାନ ତରବାରୀରେ ଧାର ଆସିଯିବ। ଆଜିର ପ୍ରଶ୍ନ, ସଙ୍ଗମ ଯୁଗରେ କେଉଁ ଦୁଇଟି କଥା ଉପରେ ପରିଶ୍ରମ କରିବା ଦ୍ୱାରା ସତ୍ୟଯୁଗୀ ସିଂହାସନର ମାଲିକ ହୋଇଯିବ? ସଙ୍ଗମ ଯୁଗରେ କେଉଁ ଦୁଇଟି କଥା ଉପରେ ପରିଶ୍ରମ କରିବା ଦ୍ୱାରା ସତ୍ୟଯୁଗୀ ସିଂହାସନର ମାଲିକ ହୋଇଯିବ? ଉତ୍ତର, ଦୁଃଖ ସୁଖ ନିନ୍ଦା ସ୍ତୁତିରେ ସମାନ ସ୍ଥିତି ରହୁ, ଏହିଭଳି ଅଭ୍ୟାସ କର। ଯଦି କିଛି ଓଲଟା ସିଧା କହିଲେ ବା କ୍ରୋଧ କରିଲେ ତୁମେ ଚୁପ୍ ହୋଇଯାଅ। କେବେ ବି ମୁଖ ଦ୍ୱାରା ତାଳି ବଜାଅ ନାହିଁ। ଆଖିକୁ ସିଭିଲି ଅର୍ଥାତ୍ ନିର୍ବିକାରୀ କର। ବିକାରୀ ଦୃଷ୍ଟି ବିଲକୁଲ ସମାପ୍ତ ହୋଇଯାଉ। ଆମେ ସମସ୍ତେ ଆତ୍ମା ଭାଇ ଭାଇ ଅଟୁ। ନିଜକୁ ଆତ୍ମା ମନେକରି ଅନ୍ୟମାନଙ୍କୁ ଜ୍ଞାନ ଦିଅ। ଆତ୍ମ ଅଭିମାନୀ ହେବାର ପରିଶ୍ରମ କର, ତେବେ ସତ୍ୟଯୁଗୀ ସିଂହାସନର ମାଲିକ ହୋଇଯିବ। ସମ୍ପୂର୍ଣ୍ଣ ପବିତ୍ର ଆତ୍ମାମାନେ ହିଁ ସିଂହାସନ ଅଧିକାରୀ ହେବେ। ଓମ୍ ଶାନ୍ତି। ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କ ସହିତ କଥା ହେଉଛନ୍ତି। ତୁମ ଆତ୍ମାମାନଙ୍କୁ ଏହି ତୃତୀୟ ନେତ୍ର ମିଳିଛି, ଯାହାକୁ ଜ୍ଞାନର ନେତ୍ର ମଧ୍ୟ କୁହାଯାଉଛି। ଏହା ଦ୍ୱାରା ତୁମେ ନିଜର ଭାଇମାନଙ୍କୁ ଦେଖୁଛ। ତେଣୁ ଏହା ବୁଦ୍ଧି ଦ୍ୱାରା ବୁଝୁଛ ନା? ଯେବେ ଆମେ ଭାଇ ଭାଇକୁ ଦେଖିବା, ତେବେ କର୍ମେନ୍ଦ୍ରିୟମାନେ ଚଞ୍ଚଳ ବା ହଲଚଲ ହେବ ନାହିଁ। ଆଉ ଏହିପରି ଅଭ୍ୟାସ କରି କରି ଯେଉଁ ଆଖି ବିକାରୀ ହୋଇଯାଇଛି, ତାହା ନିର୍ବିକାରୀ ହୋଇଯିବ। ବାବା କହୁଛନ୍ତି, ବିଶ୍ୱର ମାଲିକ ହେବା ପାଇଁ ପରିଶ୍ରମ ତ କରିବାକୁ ପଡ଼ିବ ନା? ତେଣୁ ବର୍ତ୍ତମାନ ଏହି ପରିଶ୍ରମ କର। ପରିଶ୍ରମ କରିବା ପାଇଁ ବାବା ନୂଆ ନୂଆ ଗୁହ୍ୟ ପଏଣ୍ଟସ୍ ମାନ ଶୁଣାଉଛନ୍ତି ନା? ତେଣୁ ଏବେ ନିଜକୁ ଭାଇ ଭାଇ ବୋଲି ବୁଝି ଜ୍ଞାନ ଦେବାର ଅଭ୍ୟାସ କରିବାକୁ ହେବ। ପୁଣି ଯେଉଁ ଗାୟନ ରହିଛି ଯେ ୱି ଆର୍ ଅଲ୍ ବ୍ରଦର୍ସ, ଆମେ ସମସ୍ତେ ଭାଇ ଭାଇ, ଏହା ପ୍ରକୃତରେ ହୋଇଯିବ। ଏବେ ତୁମେ ସତରେ ଭାଇ ଭାଇ ଅଟ, କାହିଁକି ନା ବାବାଙ୍କୁ ଜାଣିଛ। ବାବା ତୁମମାନଙ୍କ ସହିତ ସେବା କରୁଛନ୍ତି। ସାହସ ପିଲାଙ୍କର, ସାହାଯ୍ୟ ବାବାଙ୍କର। ତେଣୁ ବାବା ଆସି ସେବା କରିବା ପାଇଁ ଏହି ସାହସ ଦେଉଛନ୍ତି। ତେଣୁ ଏହା ସହଜ ହେଲା ନା? ତେଣୁ ପ୍ରତ୍ୟହ ଏହାକୁ ଅଭ୍ୟାସ କରିବାକୁ ହେବ। ଏଥିରେ ଅଳସୁଆ ହେବା ଅନୁଚିତ। ଏହି ନୂଆ ନୂଆ ପଏଣ୍ଟସ୍ ପିଲାମାନଙ୍କୁ ମିଳୁଛି। ପିଲାମାନେ ଜାଣିଛନ୍ତି ଯେ ଆମ ଆତ୍ମା ଭାଇମାନଙ୍କୁ ବାବା ପଢ଼ାଉଛନ୍ତି। ଆତ୍ମାମାନେ ପଢ଼ୁଛନ୍ତି। ଏହା ଆତ୍ମିକ ଜ୍ଞାନ ଅଟେ। ଏହାକୁ ଆଧ୍ୟାତ୍ମିକ ଜ୍ଞାନ ମଧ୍ୟ କୁହାଯାଉଛି। କେବଳ ବର୍ତ୍ତମାନ ସମୟରେ ଏହି ଆତ୍ମିକ ଜ୍ଞାନ ଆତ୍ମିକ ପିତାଙ୍କ ଠାରୁ ମିଳୁଛି। କାହିଁକି ନା ବାବା ସଙ୍ଗମ ଯୁଗରେ ହିଁ ଆସୁଛନ୍ତି। ଯେତେବେଳେ କି ସୃଷ୍ଟି ବଦଳୁଛି, ସୃଷ୍ଟି ବଦଳିବା ସମୟରେ ହିଁ ଏହି ଆତ୍ମିକ ଜ୍ଞାନ ମିଳୁଛି। ବାବା ଆସି ଏହି ଆତ୍ମିକ ଜ୍ଞାନ ଦେଉଛନ୍ତି ଯେ ନିଜକୁ ଆତ୍ମା ବୋଲି ଭାବ। ଆତ୍ମା ଅଶରୀରୀ ଆସିଥିଲା, ଏଠାରେ ପୁଣି ଶରୀର ଧାରଣ କରିଛି। ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମା 84 ଜନ୍ମ ନେଇଛି। କିନ୍ତୁ କ୍ରମ ଅନୁସାରେ ଯିଏ ଯେପରି ଆସିଥିବେ, ସେ ସେହିପରି ହିଁ ଜ୍ଞାନ ଯୋଗର ମେହନତ କରିବେ। ପୁଣି ଦେଖିବାକୁ ମିଳୁଛି ଯେ ଯିଏ ଯେପରି କଳ୍ପ ପୂର୍ବରୁ ପରିଶ୍ରମ କରିଥିଲେ, ପୁରୁଷାର୍ଥ କରିଥିଲେ, ସେମାନେ ଏବେ ମଧ୍ୟ ସେହିପରି ପରିଶ୍ରମ କରୁଛନ୍ତି। ନିଜ ପାଇଁ ପରିଶ୍ରମ କରିବାକୁ ହେବ।
ଅନ୍ୟ କାହା ପାଇଁ ତ କରିବାକୁ ହୁଏ ନାହିଁ। ତେଣୁ ନିଜକୁ ହିଁ ଆତ୍ମା ବୋଲି ଭାବି ନିଜ ପାଇଁ ପରିଶ୍ରମ କରିବାକୁ ହେବ। ଅନ୍ୟ କିଏ କ'ଣ କରୁଛି ସେଥିରେ ଆମର କ'ଣ ଯାଉଛି? ଚାରିଟି ବିଗିନ୍ସ ଆଟ୍ ହୋମ୍, ଅର୍ଥାତ୍ ପ୍ରଥମେ ନିଜକୁ ପରିଶ୍ରମ କରିବାକୁ ହେବ, ପରେ ଅନ୍ୟ ଭାଇମାନଙ୍କୁ କହିବ। ଯେବେ ତୁମେ ନିଜକୁ ଆତ୍ମା ବୋଲି ଭାବି ଆତ୍ମାକୁ ଜ୍ଞାନ ଦେବ, ତେବେ ତୁମ ଜ୍ଞାନ ତରବାରୀରେ ଧାର ରହିବ। ମେହନତ ତ ଲାଗିବ ନା। ତେଣୁ ନିଶ୍ଚୟ କିଛି ନା କିଛି ସହନ କରିବାକୁ ପଡ଼ୁଛି। ବର୍ତ୍ତମାନ ସମୟରେ ଦୁଃଖ ସୁଖ, ମାନ ଅପମାନ, ନିନ୍ଦା ସ୍ତୁତି ଏସବୁ ଅଳ୍ପ ବହୁତ ସହ୍ୟ କରିବାକୁ ପଡ଼ୁଛି। ତେଣୁ ଯେତେବେଳେ କେହି ଓଲଟା ସିଧା କହୁଛି ଚୁପ୍ ହୋଇଯାଅ। କେହି ଯଦି ଚୁପ୍ ହୋଇଯାଏ ତେବେ ଅନ୍ୟ ଜଣେ କ୍ରୋଧ କରିପାରିବ ନାହିଁ। ଯଦି କେହି କଥା କହୁଛି ଏବଂ ଅନ୍ୟ ଜଣେ ମଧ୍ୟ କଥା କହିଲେ ତେବେ ମୁଖର ତାଳି ବାଜିଥାଏ। ଜଣେ ଯଦି ମୁଖର ତାଳି ବଜାଇଲା ଅନ୍ୟ ଜଣେ ଶାନ୍ତ ରହିଲେ ତେବେ ସବୁ ଚୁପ୍। ବାସ୍ ଏହି କଥା ବାବା ଶିଖାଉଛନ୍ତି। ଦେଖ, କେବେ କେହି କ୍ରୋଧ କଲେ ଚୁପ୍ ହୋଇଯାଅ। ସ୍ୱତଃ ତାର କ୍ରୋଧ ଶାନ୍ତ ହୋଇଯିବ, ତାଳି ବାଜିବ ନାହିଁ। ଯଦି ତାଳି ସହିତ ତାଳି ବାଜିଲା ତେବେ ଗଡ଼ବଡ଼ ହୋଇଯିବ। ସେଥିପାଇଁ ବାବା କହୁଛନ୍ତି, ହେ ସନ୍ତାନମାନେ, କେବେ ହେଲେ ଏହି କଥାରେ ତାଳି ବଜାଅ ନାହିଁ। ନା ବିକାରର, ନା କାମର, ନା କ୍ରୋଧର ତାଳି ବଜାଅ। ପିଲାମାନଙ୍କୁ ପ୍ରତ୍ୟେକଙ୍କର କଲ୍ୟାଣ କରିବାକୁ ହେବ। ଏତେ ସବୁ ଯେଉଁ ସେଣ୍ଟର ଖୋଲା ହୋଇଛି କ'ଣ ପାଇଁ? କଳ୍ପ ପୂର୍ବରୁ ମଧ୍ୟ ଏହିପରି ସେଣ୍ଟର ସ୍ଥାପିତ ହୋଇଥିବ। ଦେବତାମାନଙ୍କର ମଧ୍ୟ ଦେବତା ବାବା ଦେଖୁଛନ୍ତି ଯେ ବହୁତ ସନ୍ତାନମାନଙ୍କର ସେଣ୍ଟର ଖୋଲିବାର ସଉକ ରହୁଛି। କହୁଛନ୍ତି ମୁଁ ସେଣ୍ଟର ଖୋଲିବି, ଖର୍ଚ୍ଚ ମଧ୍ୟ ବହନ କରିବି। ତେଣୁ ଦିନକୁ ଦିନ ଏହିପରି ହୋଇ ଚାଲିବ। କାହିଁକି ନା ଯେତେ ବିନାଶର ଦିନ ନିକଟତର ହେବ ସେତେ ପୁଣି ଏହି ସେବାର ସଉକ ବଢ଼ି ଚାଲିବ। ଏବେ ବାପ ଦାଦା ଉଭୟ ଏକତ୍ର ଅଛନ୍ତି। ତେଣୁ ପ୍ରତ୍ୟେକଙ୍କୁ ଦେଖୁଛନ୍ତି ଯେ କ'ଣ ପୁରୁଷାର୍ଥ କରୁଛନ୍ତି, କ'ଣ ପଦ ପାଇବେ। କାହାର ପୁରୁଷାର୍ଥ ଉତ୍ତମ, କାହାର ମଧ୍ୟମ, କାହାର କନିଷ୍ଠ ଅଟେ ତାହା ତ ଦେଖୁଛନ୍ତି। ଶିକ୍ଷକ ମଧ୍ୟ ସ୍କୁଲରେ ଦେଖିଥାନ୍ତି ଯେ ଛାତ୍ର କେଉଁ ବିଷୟରେ ଉପରତଳ ଅଟନ୍ତି। ତେଣୁ ଏଠାରେ ମଧ୍ୟ ସେହିପରି ହେଉଛି। କେତେକ ସନ୍ତାନ ଭଲ ଭାବରେ ଧ୍ୟାନ ଦେଉଛନ୍ତି, ତେଣୁ ନିଜକୁ ଉଚ୍ଚ ବୋଲି ଭାବୁଛନ୍ତି। କୌଣସି ସମୟରେ ପୁଣି ଭୁଲ କରୁଛନ୍ତି, ବାବାଙ୍କୁ ମନେ ପକାଉ ନାହାନ୍ତି। ତେଣୁ ନିଜକୁ କମ୍ ବୋଲି ଭାବୁଛନ୍ତି। ଏହା ସ୍କୁଲ ଅଟେ ନା? ପିଲାମାନେ କହୁଛନ୍ତି, ବାବା ଆମେ କେବେ କେବେ ବହୁତ ଖୁସିରେ ରହୁଛୁ, କେବେ ପୁଣି ଖୁସି କମ୍ ହୋଇଯାଉଛି। ତେଣୁ ବାବା ଏବେ ବୁଝାଉଛନ୍ତି ଯେ ଯଦି ଖୁସିରେ ରହିବାକୁ ଚାହୁଁଛ ତେବେ ମନ୍ମନା ଭବ, ନିଜକୁ ଆତ୍ମା ବୋଲି ଭାବ ଏବଂ ବାବାଙ୍କୁ ମଧ୍ୟ ମନେ ପକାଅ। ସମ୍ମୁଖରେ ପରମାତ୍ମାକୁ ଦେଖ, ସେ ଅକାଳ ତଖତରେ ବସିଛନ୍ତି। ସେହିପରି ଭାଇମାନଙ୍କ ଆଡ଼କୁ ମଧ୍ୟ ଦେଖ। ନିଜକୁ ଆତ୍ମା ଭାବି ଭାଇମାନଙ୍କ ସହିତ କଥା ହୁଅ। ଭାଇକୁ ମୁଁ ଜ୍ଞାନ ଦେଉଛି, ଭଉଣୀ ନୁହେଁ, ଭାଇ ଭାଇ। ଆତ୍ମାମାନଙ୍କୁ ଜ୍ଞାନ ଦେଉଛି। ଯଦି ଏହି ଅଭ୍ୟାସ ତୁମର ହୋଇଯିବ ତେବେ ତୁମର ଯେଉଁ ବିକାରୀ ଦୃଷ୍ଟି ରହିଛି, ଯାହା ତୁମକୁ ଧୋକା ଦେଉଛି, ତାହା ଧୀରେ ଧୀରେ ବନ୍ଦ ହୋଇଯିବ। ଆତ୍ମା ମଧ୍ୟରେ କୁଦୃଷ୍ଟି ରହିପାରିବ ନାହିଁ। ଦେହ ଅଭିମାନ ଆସିଲେ ତଳକୁ ଖସି ଯାଉଛନ୍ତି। ଅନେକ କହୁଛନ୍ତି, ବାବା ମୋର ଦୃଷ୍ଟି ବିକାରୀ ହୋଇଯାଇଛି। ଆଚ୍ଛା, ବିକାରୀ ଦୃଷ୍ଟିକୁ ଏବେ ନିର୍ବିକାରୀ ଦୃଷ୍ଟି କର। ବାବା ଆତ୍ମାକୁ ତୃତୀୟ ନେତ୍ର ଦେଇଛନ୍ତି। ତୃତୀୟ ନେତ୍ର ଦ୍ୱାରା ଦେଖିଲେ ତୁମର ଦେହକୁ ଦେଖିବାର ଅଭ୍ୟାସ ତୁଟିଯିବ। ବାବା ପିଲାମାନଙ୍କୁ ନିର୍ଦ୍ଦେଶ ତ ଦେଉଛନ୍ତି, ଏହି ବ୍ରହ୍ମାକୁ ମଧ୍ୟ ସେହିପରି କହୁଛନ୍ତି। ଏହି ବାବା ମଧ୍ୟ ଦେହ ମଧ୍ୟରେ ଆତ୍ମାକୁ ଦେଖୁଛନ୍ତି। ତେଣୁ ଏହାକୁ ହିଁ ରୁହାନୀ ଜ୍ଞାନ ବୋଲି କୁହାଯାଉଛି। ଦେଖ ପଦ କେତେ ଉଚ୍ଚ ପାଉଛ। ଏହା ବହୁତ ଉଚ୍ଚ ପଦ ଅଟେ। ତେଣୁ ସେହିପରି ପୁରୁଷାର୍ଥ ମଧ୍ୟ କରିବା ଉଚିତ। ବାବା ମଧ୍ୟ ବୁଝୁଛନ୍ତି ଯେ କଳ୍ପ ପୂର୍ବ ଭଳି ସମସ୍ତଙ୍କର ପୁରୁଷାର୍ଥ ଚାଲିବ। କେହି ରାଜାରାଣୀ ହେବେ, କେହି ପ୍ରଜା ହୋଇଯିବେ। ତେଣୁ ଯେତେବେଳେ ଏଠାରେ ବସି ଯୋଗ କରାଉଛ
ସେତେବେଳେ ନିଜକୁ ଆତ୍ମା ଭାବି ଅନ୍ୟର ଭ୍ରୁକୁଟିରେ ମଧ୍ୟ ଆତ୍ମାକୁ ଦେଖ। ତେବେ ତାଙ୍କର ଭଲ ସେବା ହେବ। ଯେଉଁମାନେ ଦେହୀ ଅଭିମାନୀ ହୋଇ ବସନ୍ତି ସେମାନେ ଆତ୍ମାକୁ ହିଁ ଦେଖିଥାନ୍ତି। ଏହିପରି ଖୁବ୍ ଅଭ୍ୟାସ କର। ଆରେ ଉଚ୍ଚ ପଦ ପାଇବାକୁ ହେଲେ କିଛି ତ ପରିଶ୍ରମ କରିବାକୁ ହେବ। ତେଣୁ ବର୍ତ୍ତମାନ ଆତ୍ମାମାନଙ୍କ ପାଇଁ ଏହି ମେହନତ ରହିଛି। ଏହି ରୁହାନୀ ଜ୍ଞାନ ଥରେ ମାତ୍ର ମିଳୁଛି, ଆଉ କେବେ ହେଲେ ମିଳିବ ନାହିଁ। ନା କଳିଯୁଗରେ ନା ସତ୍ୟ ଯୁଗରେ ମିଳିବ। କେବଳ ସଙ୍ଗମ ଯୁଗରେ, ତାହା ପୁଣି କେବଳ ବ୍ରାହ୍ମଣମାନଙ୍କୁ। ଏହାକୁ ବୁଦ୍ଧିରେ ପକ୍କା କରିନିଅ। ବ୍ରାହ୍ମଣ ହେଲେ ହିଁ ଦେବତା ହେବ। ବ୍ରାହ୍ମଣ ନ ହେଲେ ପୁଣି ଦେବତା କିପରି ହେବ? ସଙ୍ଗମ ଯୁଗରେ ହିଁ ଆମେ ଏହି ପରିଶ୍ରମ କରୁଛେ। ଅନ୍ୟ କୌଣସି ସମୟରେ ଏପରି କେହି କହିବେ ନାହିଁ ଯେ ନିଜକୁ ଆତ୍ମା, ଅନ୍ୟକୁ ମଧ୍ୟ ଆତ୍ମା ଭାବି ତାଙ୍କୁ ଜ୍ଞାନ ଦିଅ। ବାବା ଯାହା ବୁଝାଉଛନ୍ତି ତା ଉପରେ ବିଚାର ସାଗର ମନ୍ଥନ କର। ନିର୍ଣ୍ଣୟ କର ଯେ କ'ଣ ଏହା ଠିକ୍। ଏହା ଆମର ଫାଇଦାର କଥା ତ? ଆମର ଅଭ୍ୟାସ ହୋଇଯିବ ଯେ ବାବାଙ୍କର ଶିକ୍ଷାକୁ ଆମକୁ ଭାଇମାନଙ୍କୁ ଦେବାକୁ ହେବ। ପୁରୁଷ ମହିଳା ଉଭୟଙ୍କୁ ଦେବାକୁ ହେବ। ଆତ୍ମାମାନଙ୍କୁ ହିଁ ଦେବାକୁ ପଡ଼ିବ। ଆତ୍ମା ହିଁ ମେଲ୍ ଫିମେଲ୍ ହୋଇଛି, ଭାଇ ଭଉଣୀ ହୋଇଛି। ବାବା କହୁଛନ୍ତି, ମୁଁ ତୁମ ପିଲାମାନଙ୍କୁ ଜ୍ଞାନ ଦେଉଛି। ମୁଁ ପିଲାମାନଙ୍କ ଆଡ଼କୁ ଆତ୍ମାମାନଙ୍କୁ ହିଁ ଦେଖୁଛି ଏବଂ ଆତ୍ମାମାନେ ମଧ୍ୟ ବୁଝୁଛନ୍ତି ଯେ ଆମର ପିତା ପରମାତ୍ମା ଜ୍ଞାନ ଦେଉଛନ୍ତି। ତେବେ ଏହାକୁ ହିଁ ଆତ୍ମ ଅଭିମାନୀ ହେବା କୁହାଯିବ। ଏହାକୁ ହିଁ କୁହାଯାଉଛି ଆତ୍ମାର ପରମାତ୍ମାଙ୍କ ସହିତ ଆଧ୍ୟାତ୍ମିକ ଜ୍ଞାନର ନେଣେ ଦେଣେ। ଏହି ବାବା ଶିକ୍ଷା ଦେଉଛନ୍ତି କି ଯେତେବେଳେ କୌଣସି ବି ଅତିଥି ଆଦି ଆସୁଛନ୍ତି ତେବେ ମଧ୍ୟ ନିଜକୁ ଆତ୍ମା ଭାବ। ଆତ୍ମାକୁ ବାବାଙ୍କ ପରିଚୟ ଦେବାକୁ ହେବ। ଆତ୍ମାରେ ହିଁ ଜ୍ଞାନ ଅଛି, ଶରୀରରେ ନୁହେଁ। ତେଣୁ ତାଙ୍କୁ ମଧ୍ୟ ଆତ୍ମା ଭାବି ଜ୍ଞାନ ଦେବାକୁ ହେବ। ଏହାଦ୍ୱାରା ତାଙ୍କୁ ମଧ୍ୟ ଭଲ ଲାଗିବ। ଅନୁଭବ ହେବ ଯେପରିକି ଏହି ଶକ୍ତି ତୁମ ମୁଖରେ ଅଛି। ଏହି ଜ୍ଞାନର ତରବାରୀରେ ଶକ୍ତି ଭରିଯିବ। କାହିଁକି ନା ଦେହୀ ଅଭିମାନୀ ହୋଇଛ ନା। ତେଣୁ ଏହାକୁ ମଧ୍ୟ ଅଭ୍ୟାସ କରି ଦେଖ। ବାବା କହୁଛନ୍ତି ବିଚାର କର, ଏହା ଠିକ୍। ସନ୍ତାନମାନଙ୍କ ନିମନ୍ତେ ମଧ୍ୟ ଏହା କୌଣସି ନୂଆ କଥା ନୁହେଁ। କାହିଁକି ନା ବାବା ସହଜ କରି ବୁଝାଉଛନ୍ତି। ଆମେ ଚକ୍ର ଲଗାଇଲେ ଏବେ ନାଟକ ପୁରା ହେଉଛି। ଏବେ ବାବାଙ୍କ ସ୍ମୃତିରେ ରହିବା। ତମ ପ୍ରଧାନରୁ ଶତ ପ୍ରଧାନ ହୋଇ ଶତ ପ୍ରଧାନ ଦୁନିଆର ମାଲିକ ହେଉଛୁ। ପୁଣି ଏହିପରି ହିଁ ସିଡ଼ି ଓହ୍ଲାଉଛୁ। ଦେଖ ବାବା କେତେ ସହଜ କରି ବତାଉଛନ୍ତି। ପ୍ରତ୍ୟେକ 5000 ବର୍ଷ ପରେ ମୋତେ ଆସିବାକୁ ପଡ଼ୁଛି। ଡ୍ରାମାର ପ୍ଲାନ୍ ଅନୁସାରେ ମୁଁ ବନ୍ଧାୟମାନ ଅଟେ। ଏଠାକୁ ଆସି ପିଲାମାନଙ୍କୁ ବହୁତ ସହଜ ଯୋଗର ଯାତ୍ରା ଶିଖାଉଛି। ବାବାଙ୍କ ସ୍ମୃତିରେ ଅନ୍ତିମ ମତି ଅନୁସାରେ ଗତିପ୍ରାପ୍ତ ହୋଇଯିବ। ଏହା ବର୍ତ୍ତମାନ ସମୟର ଗାୟନ ଅଟେ। ଏହା ହିଁ ଅନ୍ତିମ କାଳର ସମୟ। ଏହି ସମୟରେ ବାବା ବସି ଯୁକ୍ତି ବତାଉଛନ୍ତି ଯେ ମୋତେ ମନେ ପକାଇଲେ ସଦ୍ଗତି ହୋଇଯିବ। ପିଲାମାନେ ମଧ୍ୟ ବୁଝୁଛନ୍ତି ଯେ ପାଠପଢ଼ା ଦ୍ୱାରା ଏହିପରି ହେବୁ, ଅମୁକ ହେବୁ। ଏଥିରେ ମଧ୍ୟ ସେହିପରି ହେଉଛି କି ମୁଁ ଯାଇ ନୂଆ ଦୁନିଆରେ ଦେବୀ ଦେବତା ହେବି। କୌଣସି ନୂଆ କଥା ନୁହେଁ। ବାବା ତ ବାରମ୍ବାର କହୁଛନ୍ତି ନଥିଂ ନ୍ୟୁ, ଅର୍ଥାତ୍ କିଛି ନୂଆ ନୁହେଁ। ଏହି ସିଢ଼ିରେ ତ ଓହ୍ଲାଇବାକୁ ଚଢ଼ିବାକୁ ହେବ। ଜିନିର ବା ବେତାଳର କାହାଣୀ ରହିଛି ନା, ତାକୁ ସିଢ଼ି ଚଢ଼ିବା ଏବଂ ଓହ୍ଲାଇବାର କାମ ଦିଆଯାଇଥିଲା। ଏହି ନାଟକ ହିଁ ହେଉଛି ଚଢ଼ିବା ଏବଂ ଓହ୍ଲାଇବାର। ଯୋଗର ଯାତ୍ରା ଦ୍ୱାରା ତୁମେ ବହୁତ ମଜବୁତ ହୋଇଯିବ। ସେଥିପାଇଁ ଭିନ୍ନ ଭିନ୍ନ ପ୍ରକାରରେ ବାବା ସନ୍ତାନମାନଙ୍କୁ ବସି ଶିଖାଉଛନ୍ତି ଯେ ପିଲାମାନେ ଏବେ ଦେହୀ ଅଭିମାନୀ ହୁଅ। ଏବେ ସମସ୍ତଙ୍କୁ ଘରକୁ ଫେରିବାକୁ ହେବ। ତୁମେ ଆତ୍ମା ପୁରା 84 ଜନ୍ମ ନେଇ ତମ ପ୍ରଧାନ ହୋଇଯାଇଛ। ଭାରତବାସୀ ହିଁ ସତ ରଜତମ ହେଉଛନ୍ତି। ଅନ୍ୟ କୌଣସି ଦେଶବାସୀଙ୍କୁ କୁହାଯିବ ନାହିଁ ଯେ ପୁରା 84 ଜନ୍ମ ନେଉଛନ୍ତି। ବାବା ଆସି କହୁଛନ୍ତି ଯେ ନାଟକରେ ପ୍ରତ୍ୟେକ ଆତ୍ମାର ପାର୍ଟ ନିଜସ୍ୱ ଅଟେ। ଆତ୍ମା କେତେ ଛୋଟ, ବୈଜ୍ଞାନିକମାନଙ୍କ ବୁଦ୍ଧିରେ ଆସିବ ନାହିଁ ଯେ
ଏତେ ଛୋଟ ଆତ୍ମାରେ ଏହି ଅବିନାଶୀ ପାର୍ଟ କିପରି ଭରି ହୋଇଛି? ଏହା ହେଲା ସବୁଠାରୁ ଚମତ୍କାର କଥା। ଏତେ ଛୋଟ ଆତ୍ମା କେତେ ପାର୍ଟ କରୁଛି, ତାହା ମଧ୍ୟ ଅବିନାଶୀ। ଏହି ଡ୍ରାମା ମଧ୍ୟ ଅବିନାଶୀ ଏବଂ ପୂର୍ବ ପ୍ରସ୍ତୁତ ଅଟେ। ଏପରି କେହି କହିବେ ନାହିଁ ଯେ କେବେ ତିଆରି ହେଲା। ନା, ଏହା ପ୍ରକୃତି ଅଟେ। ଏହି ଜ୍ଞାନ ବହୁତ ୱାଣ୍ଡରଫୁଲ। ଆଉ କେବେ କେହି ଏ ଜ୍ଞାନ ବତାଇ ପାରିବେ ନାହିଁ। କାହାର ବି ଶକ୍ତି ନାହିଁ ଯେ ଏହି ଜ୍ଞାନକୁ ବୁଝାଇ ପାରିବେ। ତେଣୁ ବାବା ପିଲାମାନଙ୍କୁ ଦିନ ପ୍ରତିଦିନ ବୁଝାଇ ଚାଲିଛନ୍ତି। ଏବେ ଏହି ଅଭ୍ୟାସ କର ଯେ ମୁଁ ଆତ୍ମା, ନିଜ ସମାନ କରିବା ପାଇଁ ଆତ୍ମା ଭାଇକୁ ଜ୍ଞାନ ଦେଉଛି। ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ ସମସ୍ତ ଆତ୍ମାଙ୍କର ହକ ରହିଛି। ବାବା ଆସୁଛନ୍ତି ସବୁ ଆତ୍ମାକୁ ନିଜ ନିଜର ଶାନ୍ତି ଅଥବା ସୁଖର ସମ୍ପତ୍ତି ଦେବା ପାଇଁ। ଆମେ ରାଜଧାନୀରେ ଥିବା ସମୟରେ ବାକି ସମସ୍ତେ ଶାନ୍ତିଧାମରେ ଥିବେ। ପଛରେ ଜୟ ଜୟକାର ହେବ। ଏଠାରେ ସୁଖ ହିଁ ସୁଖ ରହିବ। ସେଥିପାଇଁ ବାବା କହୁଛନ୍ତି ପବିତ୍ର ହେବାକୁ ପଡ଼ିବ। ଯେତେ ଯେତେ ତୁମେ ପବିତ୍ର ହେବ ସେତେ ଆକର୍ଷଣ ବଢ଼ିବ। ବିଲକୁଲ ପବିତ୍ର ହୋଇଗଲେ ତୁମେ ସିଂହାସନର ଅଧିକାରୀ ହୋଇଯିବ। ତେଣୁ ଏହି ଅଭ୍ୟାସ କର। ଏପରି ଭାବ ନାହିଁ ଯେ ବାସ୍ ଏହା ଶୁଣିଲି ଏବଂ କାନରୁ ବାହାର କରିଦେଲି। ନା, ଏହି ଅଭ୍ୟାସ ବିନା ତୁମେ ଚାଲିପାରିବ ନାହିଁ। ନିଜକୁ ଆତ୍ମା ବୋଲି ଭାବ। ଆତ୍ମା ଭାଇ ଭାଇକୁ ବସି ବୁଝାଅ। ରୁହାନୀ ବାବା ରୁହାନୀ ସନ୍ତାନମାନଙ୍କୁ ବସି ବୁଝାଉଛନ୍ତି। ଏହାକୁ ରୁହାନୀ ଆଧ୍ୟାତ୍ମିକ ଜ୍ଞାନ କୁହାଯାଉଛି। ଏହି ଜ୍ଞାନ ଆଧ୍ୟାତ୍ମିକ ପିତା ହିଁ ଦେଉଛନ୍ତି। ପିଲାମାନେ ଯେତେବେଳେ ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇଯିବେ, ଏକଦମ ପବିତ୍ର ହୋଇଯିବେ, ତେବେ ଯାଇ ସତ୍ୟଯୁଗ ସିଂହାସନର ମାଲିକ ହେବେ। ଯିଏ ପବିତ୍ର ହେବେ ନାହିଁ ସେମାନେ ମାଳାରେ ମଧ୍ୟ ଆସିବେ ନାହିଁ। ମାଳାର ତ କୌଣସି ଅର୍ଥ ଥିବ ନା। ମାଳାର ରହସ୍ୟକୁ ଅନ୍ୟ କେହି ମଧ୍ୟ ଜାଣିନାହାନ୍ତି। ମାଳା କାହିଁକି ଗଡ଼ାଉଛନ୍ତି? କାହିଁକି ନା ସେମାନେ ବାବାଙ୍କୁ ବହୁତ ସହଯୋଗ କରିଛନ୍ତି। ତେବେ କାହିଁକି ସ୍ମରଣ ନ କରାଯିବ? ତୁମକୁ ସ୍ମରଣ ମଧ୍ୟ କରାଯାଉଛି ଏବଂ ପୂଜା ମଧ୍ୟ କରାଯାଉଛି ଏବଂ ତୁମ ଶରୀରକୁ ମଧ୍ୟ ପୂଜା କରାଯାଉଛି। ମୋର ତ କେବଳ ଆତ୍ମାକୁ ହିଁ ପୂଜା କରାଯାଉଛି। ଦେଖ, ତୁମର ଡବଲ ପୂଜା ହେଉଛି, ମୋ ଠାରୁ ମଧ୍ୟ ଅଧିକ। ତୁମେ ଦେବତା ହେଉଥିବାରୁ ଦେବତାମାନଙ୍କର ମଧ୍ୟ ପୂଜା କରାଯାଉଛି। ସେଥିପାଇଁ ତୁମେ ଅଧିକ ପୂଜା ପାଉଛ ତଥା ବିଶ୍ୱର ମାଲିକ ମଧ୍ୟ ହେଉଛ। ଦେଖ, ତୁମକୁ କେତେ ଶ୍ରେଷ୍ଠ କରୁଛି। ଯେପରି ଗେହ୍ଲା ସନ୍ତାନମାନଙ୍କୁ ବହୁତ ସ୍ନେହ ଥିବା କାରଣରୁ ତାଙ୍କୁ କୋଳରେ ବସାଇଥାନ୍ତି, ମୁଣ୍ଡ ଉପରେ ମଧ୍ୟ ବସାଇ ଦେଇଥାନ୍ତି। ସେହିପରି ବାବା ଏକଦମ ମୁଣ୍ଡ ଉପରେ ବସାଇ ଦେଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଗାୟନ ଏବଂ ପୂଜନ ଯୋଗ୍ୟ ହେବା ପାଇଁ ସ୍ପିରିଚୁଆଲ ଅର୍ଥାତ୍ ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ଆତ୍ମାକୁ ପବିତ୍ର କରିବାକୁ ହେବ। ଆତ୍ମ ଅଭିମାନୀ ହେବାର ପରିଶ୍ରମ କରିବାକୁ ପଡ଼ିବ। 2 ନମ୍ବର, ମନ୍ମନା ଭବର ଅଭ୍ୟାସ ଦ୍ୱାରା ଅପାର ଖୁସିରେ ରହିବାକୁ ହେବ। ନିଜକୁ ଆତ୍ମା ଭାବି ଆତ୍ମା ସହିତ କଥା ହେବାକୁ ପଡ଼ିବ। ଆଖିକୁ ସିଭିଲି ଅର୍ଥାତ୍ ନିର୍ବିକାରୀ କରିବାକୁ ପଡ଼ିବ। ଆଜିର ବରଦାନ, ମାଷ୍ଟର ରଚୟିତାର ସ୍ଥିତି ଦ୍ୱାରା ବିପଦ ସମୟରେ ମଧ୍ୟ ମନୋରଞ୍ଜନର ଅନୁଭବ କରୁଥିବା ସମ୍ପୂର୍ଣ୍ଣ ଯୋଗୀ ଭବ। ମାଷ୍ଟର ରଚୟିତାର ସ୍ଥିତି ଦ୍ୱାରା ବିପଦ ସମୟରେ ମଧ୍ୟ ମନୋରଞ୍ଜନର ଅନୁଭବ କରୁଥିବା ସମ୍ପୂର୍ଣ୍ଣ ଯୋଗୀ ଭବ। ଡିଟେଲ୍ସ, ମାଷ୍ଟର ରଚୟିତା ସ୍ଥିତିରେ ସ୍ଥିତ ହୋଇ ରହିବା ଦ୍ୱାରା ବଡ଼ରୁ ବଡ଼ ବିପଦ ବା ପରିସ୍ଥିତି ଏକ ମନୋରଞ୍ଜନର ଦୃଶ୍ୟ ଅନୁଭବ ହେବ। ଯେପରି ମହାବିନାଶ ଭଳି ବିପତ୍ତିକୁ
ମଧ୍ୟ ସ୍ୱର୍ଗର ଗେଟ୍ ଖୋଲିବାର ଆଧାର ବୋଲି କହୁଛ। ସେହିପରି ଯେକୌଣସି ପ୍ରକାରର ଛୋଟ ବା ବଡ଼ ସମସ୍ୟା ବା ବିପତ୍ତି ମନୋରଞ୍ଜନର ଦୃଶ୍ୟ ଭଳି ଦେଖାଯାଉ, ହାଇ ହାଇ ପରିବର୍ତ୍ତେ ମୁଖରୁ ଅହ ଶବ୍ଦ ବାହାରୁ, ଅର୍ଥାତ୍ ଦୁଃଖଦ ପରିସ୍ଥିତି ମଧ୍ୟ ସୁଖଦାୟୀ ଅନୁଭବ ହେଉ, ତେବେ ଦୁଃଖ ଏବଂ ସୁଖର ଜ୍ଞାନ ଥିଲେ ମଧ୍ୟ ତାର ପ୍ରଭାବରେ ଆସୁନଥିବ। ଦୁଃଖକୁ ମଧ୍ୟ ସୁଖର ଦିନ ଆସିବାର ଆଧାର ମନେ କରୁଥିବ, ତେବେ କୁହାଯିବ ସମ୍ପୂର୍ଣ୍ଣ ଯୋଗୀ। ଆଜିର ସ୍ଲୋଗାନ, ହୃଦୟ ସିଂହାସନକୁ ଛାଡ଼ି ସାଧାରଣ ସଂକଳ୍ପ କରିବା ଅର୍ଥ ଧରଣୀ ଉପରେ ପାଦ ରଖିବା। ହୃଦୟ ସିଂହାସନକୁ ଛାଡ଼ି ସାଧାରଣ ସଂକଳ୍ପ କରିବା ଅର୍ଥ ଧରଣୀ ଉପରେ ପାଦ ରଖିବା। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ସମ୍ପନ୍ନ ବା କର୍ମାତୀତି ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମ କରିବା ସମୟରେ ଶରୀରରେ ମଧ୍ୟ ହାଲୁକା ପଣିଆ, ମନର ସ୍ଥିତିରେ ମଧ୍ୟ ହାଲୁକା ପଣିଆର ଅନୁଭବ ହେଉ। କର୍ମର ଫଳାଫଳ ମନକୁ ଆକର୍ଷିତ ନ କରୁ। କାର୍ଯ୍ୟ ଯେତେ ଯେତେ ବଢ଼ି ଚାଲିଥିବ, ହାଲୁକା ପଣିଆ ମଧ୍ୟ ସେତିକି ବଢ଼ି ଚାଲିଥିବ। କର୍ମ ନିଜ ଆଡ଼କୁ ଆକର୍ଷିତ ନ କରୁ, ବରଂ ନିର୍ଦ୍ଦେଶକର୍ତ୍ତା ମାଲିକ ହୋଇ କର୍ମ କରାଉଛନ୍ତି ଏବଂ କରାଇବା ବାଲା କର୍ମେନ୍ଦ୍ରିୟ ଗୁଡ଼ିକ ନିମିତ୍ତ ହୋଇ କର୍ମ କରୁଛନ୍ତି। ଯଦି ଏହି ଅଭ୍ୟାସକୁ ବଢ଼ାଇ ଚାଲିବ, ତେବେ ସମ୍ପନ୍ନ ତଥା କର୍ମାତୀତି ସହଜରେ ହୋଇଯିବ। ଓମ୍ ଶାନ୍ତି।